आजिर मुरलीर डेट है 22/5/2021। प्रातः मुरली बाप दादा मधुबन। आज बाबा मिठे बच्चे रे कहिचंती, मिठे बच्चे निजर सबू किछि ईश्वरीय सेवारे सफल करी भविष्यत पाई श्रेष्ठ भाग्य जमा करी दियो, काहींकि ना मृत्यु मुंड उपरे छिड़ा होईछि। आजिर प्रश्न बा पचारिचंती, ज्ञान शुणुथिले मध्य पिलामानंक भितरे तार धारणा काहींकि हेउनाही। उत्तर हैला काहींकि ना विचार सागर मंथन करिबा जणा नाही। बुद्धि जुग देह एवं देहर संबंधरे लागी रहिछि। प्रथमे जदि बुद्धिरु मोह दूर हेब तेबे जाई किछि धारणा हेब। मोह एमिति जिनिस जाहाकि एकदम मांकड़ भली करी देउछि। सेथिपाई बाबा पिलामानंकु प्रथम प्रतिज्ञा मने पकाई देउछंती जे देह सहित देहर सर्व संबंध को भूली मते मने पकाओ। गीत अच्छी भोलेनाथ से निराला। ओम शांति। बाबा आसी बुझाउछंती पिला मानंकु मध्य भल भावरे जणा अछि जे बेहद्र पिता को ही बिगिड़ी जाइथिबा संसार को सजाडिला बाला कहा जाए। कृष्ण बिगिड़ी जाइथिबा को सृष्टि को सजाड़ी पारिबे नाही। गीतार भगवान कृष्ण नुहंती, शिव अटंती। शिव बाबा रचयिता एवं कृष्ण रचना अटंती। स्वर्ग संपत्ति दाता स्वर्गर रचयिता ही होई पारिबे। एहा ही हेउछि भारतर मुख्य एवं सबुठारु बड़ भूल। श्री कृष्ण को केही पिता कहि पारिबे नाही। संपत्ति तो पितांक ठारु ही मिलिथिला एवं भारत को ही मिलिथिला। भारत रे ही श्री कृष्ण को राजकुमार एवं राधा को राजकुमारी रूपरे गायन करा जाउछि। सबु महिमा सर्वोच्च एकमात्र शिव बाबांकर ही अटे। श्री कृष्ण हेउछंती सर्वश्रेष्ठ रचना, विश्वर मालिक। सेमानंकु कहा जाए सूर्यवंशी दैवी राजवंश। गीता हेउछि आदि सनातन देवी देवता धर्मर शास्त्र। सत्य जुगरे तो काहाकु ज्ञान सुनाई नाहंती। संगम जुगरे ही बाबा ज्ञान सुनाइछंती। चित्र द्वारा ही प्रथमे एही कथा को प्रमाणित करिबाकु हेब। दोहिंकर चित्र दिया जाइछि। गीतार भगवान शिव बाबा रचयिता जिए कि पुनर्जन्म रहित अटंती। गीता ज्ञानदाता श्री कृष्ण नुहंती, जिए कि तांकर रचना अटंती। तुमे जानिछ शिव बाबा ही आमको हीरा तुल्य करुछंती। गायन मध्य हेउछि हीरा तुल्य कौड़ी तुल्य। पिला मानकर बुद्धि रे एही कथा रहिबा उचित जे बाबांकर निर्देश हैला तुमे मते एवं मोर संपत्ति को मने पकाओ। सिए हेले बेहद्र पिता, कृष्ण तो हेले हद्र मालिक। जदिओ से विश्वर राजा हेउचंती किंतु शिव बाबा तो राजा नुहंती ना। वास्तव रे गीतार बहुत महिमा रहिछि। ता सहित भारतर मध्य बहुत महिमा रहिछि।
ଭାରତ ସବୁ ଧର୍ମାବଲମ୍ବୀଙ୍କର ତୀର୍ଥସ୍ଥଳୀ ଅଟେ। କେବଳ କୃଷ୍ଣଙ୍କର ନାମ ଲେଖିଦେବା କାରଣରୁ ସବୁ ମହତ୍ଵ ସରିଯାଇଛି। ଏହି କାରଣରୁ ଭାରତ କଉଡ଼ି ତୁଲ୍ୟ ହୋଇଯାଇଛି। ଯଦିଓ ସବୁକିଛି ଡ୍ରାମା ଅନୁସାରେ ହେଉଛି, କିନ୍ତୁ ସାବଧାନ ମଧ୍ୟ କରିବାକୁ ହେବ। ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି। ଦିନକୁ ଦିନ ଗହନରୁ ଗହନ କଥା ଶୁଣାଇ ଚାଲିଛନ୍ତି। ତେବେ ପୁରୁଣା ଚିତ୍ରଗୁଡ଼ିକୁ ପରିବର୍ତ୍ତନ କରି ନୂଆ ତିଆରି କରିବାକୁ ହେବ। ଏହିଭଳି ଶେଷ ପର୍ଯ୍ୟନ୍ତ ପରିବର୍ତ୍ତନ ହେଉଥିବ। ପିଲାମାନଙ୍କୁ ଭଲ ଭାବରେ ବୁଦ୍ଧିରେ ରଖିବା ଉଚିତ ଯେ ଶିବ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି। କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। କୃଷ୍ଣକୁ ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ। ସିଏ ତ ସର୍ବଶକ୍ତିମାନ ନୁହନ୍ତି, ସର୍ବଶକ୍ତିମାନ ବାବା ଅଟନ୍ତି। ସମ୍ପତ୍ତି ମଧ୍ୟ ବାବା ଦେଉଛନ୍ତି। ମନୁଷ୍ୟ କୃଷ୍ଣକୁ ହିଁ ସ୍ମରଣ କରି ଚାଲିଛନ୍ତି। ଆଚ୍ଛା ଧରିନିଅ କୃଷ୍ଣ ହିଁ ଗୀତା କହିଛନ୍ତି, ତେବେ ସିଏ ବି କହୁଛନ୍ତି ଦେହର ସମ୍ବନ୍ଧକୁ ଛାଡ଼ି କେବଳ ମୋତେ ମନେ ପକାଅ। ଆତ୍ମା ତ ବାବାଙ୍କୁ ମନେ ପକାଇବ ନା। କୃଷ୍ଣ ତ ସବୁ ଆତ୍ମାଙ୍କର ପିତା ନୁହନ୍ତି। ଏହି କଥା ସବୁ ବିଚାର ସାଗର ମନ୍ଥନ କରି ବୁଦ୍ଧିରେ ଧାରଣ କରିବା ଉଚିତ। କେହି କେହି ମୋହରେ ବାନ୍ଧି ହୋଇ ରହିଥିବା କାରଣରୁ ଜ୍ଞାନକୁ ଧାରଣ କରିପାରୁନାହାନ୍ତି। ତୁମେମାନେ ଗାୟନ କରି ଆସିଛ ଯେ ଅନ୍ୟ ସବୁ ସଙ୍ଗ ଛାଡ଼ି ଆପଣଙ୍କ ସହିତ ସଙ୍ଗ ଯୋଡ଼ିବି। ମୋର ତ ଜଣକ ଛଡ଼ା ଅନ୍ୟ କେହି ନାହିଁ। କିନ୍ତୁ ମୋହ ଏଭଳି ବିକାର ଯାହାକି ଏକଦମ ମାଙ୍କଡ଼ ଭଳି କରିଦେଉଛି। ମାଙ୍କଡ଼ ଭିତରେ ଲୋଭ ଏବଂ ମୋହ ବହୁତ ଥାଏ। ସାହୁକାରମାନଙ୍କୁ ମଧ୍ୟ ବୁଝାଯାଉଛି ଯେ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ତେଣୁ ଯାହା କିଛି ଅଛି ତାକୁ ଈଶ୍ୱରୀୟ ସେବାରେ ଲଗାଇ ନିଜର ଭବିଷ୍ୟତକୁ ସୁଖମୟ କର। କିନ୍ତୁ ମାଙ୍କଡ଼ ଭଳି ମୋହଗ୍ରସ୍ତ ହୋଇ ରହୁଛନ୍ତି, ଛାଡ଼ୁନାହାନ୍ତି। ବାବା କହୁଛନ୍ତି ଦେହ ସହିତ ଦେହର ସର୍ବ ସମ୍ବନ୍ଧ ଯାହା ବି ରହିଛି ସେ ସବୁଥିରୁ ବୁଦ୍ଧିଯୁଗ ତୋଟେଇ ଦିଅ। ବାବାଙ୍କ ଶ୍ରୀମତରେ ଚାଲ। ତୁମେ କହୁଛ ଏହି ଧନ, ପିଲାଛୁଆ ଇତ୍ୟାଦି ସବୁ କିଛି ଈଶ୍ୱର ଦେଇଛନ୍ତି। ଏବେ ସିଏ ନିଜେ ଆସିଛନ୍ତି ଆଉ କହୁଛନ୍ତି ତୁମର ଏହି ଧନ ଦୌଲତ ଆଦି ସବୁକିଛି ବିନାଶ ହେବାକୁ ଯାଉଛି। ଗାୟନ ଅଛି କାହାର ଧୂଳିରେ ଦବି ରହିବ, ଭୂମିକମ୍ପ ଆଦି ହେବ, ଏହି ସବୁ ବିନାଶ ହୋଇଯିବ। ଯେତେବେଳେ କେଉଁଠି ଉଡ଼ାଜାହାଜ ଆଦି ଖସି ପଡ଼େ ବା କେଉଁଠି ନିଆଁ ଲାଗିଯାଏ, ତେବେ ପୁଲିସ ଆସିବା ପୂର୍ବରୁ ପ୍ରଥମେ ଚୋରମାନେ ପଶି ଯାଇଥାନ୍ତି। ତେଣୁ ବାବା ବୁଝାଉଛନ୍ତି ପିଲାମାନେ ଦେହଧାରୀ ମାନଙ୍କଠାରୁ ମୋହ ତୁଟେଇ ଦେବା ଉଚିତ। ମୋହ ଜିତି ହେବାକୁ ପଡ଼ିବ। ଦେହ ଅଭିମାନ ହେଲା ସବୁଠାରୁ 1 ନମ୍ବର ଶତ୍ରୁ। ଦେବତା ମାନେ ଦେହୀ ଅଭିମାନୀ ଅଟନ୍ତି। ଦେହ ଅଭିମାନ ଆସିବା କାରଣରୁ ହିଁ ବିକାରରେ ବାନ୍ଧି ହୋଇଯାଆନ୍ତି। ତୁମେ ଆଧାକଳ୍ପ ଦେହ ଅଭିମାନୀ ରହିଛ। ଏବେ ଦେହୀ ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ। ଯିଏ ବି ମନୁଷ୍ୟମାନେ ଅଛନ୍ତି, କେହି ବି ଏଇସବୁ କଥାକୁ ବିଲକୁଲ ଜାଣିନାହାନ୍ତି। ନା ପରମାତ୍ମାକୁ ଜାଣିଛନ୍ତି। ଆତ୍ମା କ'ଣ, ପରମାତ୍ମା କ'ଣ, ଆତ୍ମା କେତେ ଜନ୍ମ ନେଉଛି, କିପରି ଅଭିନୟ କରୁଛି, ଆମେ ସବୁ ଅଭିନେତା, ଏ ଜ୍ଞାନ କାହାକୁ ବି ଜଣା ନାହିଁ। ସେଥିପାଇଁ
ଅନାଥ ବା ମୁରବୀ ନଥିବା ପିଲା କୁହାଯାଉଛି। ସେମାନେ ତ କହିଦେଉଛନ୍ତି ଆତ୍ମା ଜ୍ୟୋତିରେ ଲୀନ ହୋଇଯାଉଛି, କିନ୍ତୁ ଆତ୍ମା ତ ଅବିନାଶୀ ଅଟେ। ଆତ୍ମାରେ ହିଁ 84 ଜନ୍ମର ଫଳାଟ ନିର୍ଦ୍ଧାର୍ଯ୍ୟ ଅଛି। କହୁଛନ୍ତି ଆତ୍ମା ତାରକା ସଦୃଶ୍ୟ ଅଟେ, ତଥାପି ମଧ୍ୟ ବୁଝିପାରୁନାହାନ୍ତି। ଆତ୍ମା ହିଁ ପରମାତ୍ମା କହିଦେଉଛନ୍ତି, ବାବାଙ୍କୁ ବିଲକୁଲ ଜାଣିନାହାନ୍ତି। ଆତ୍ମା ପାଇଁ ମଧ୍ୟ କହୁଛନ୍ତି ଭ୍ରୁକୁଟି ମଝିରେ ତାରା ଚମକୁଛି। ପରମାତ୍ମାଙ୍କ ପାଇଁ ଏଭଳି କିଛି କୁହାଯାଏ ନାହିଁ। ତାଙ୍କୁ ପରମାତ୍ମା ହିଁ କୁହାଯାଏ ଏବଂ ସିଏ ପରମଧାମରେ ରହୁଛନ୍ତି। ସିଏ ମଧ୍ୟ ବିନ୍ଦୁ ସ୍ୱରୂପ, କେବଳ ପୁନର୍ଜନ୍ମ ରହିତ ଅଟନ୍ତି। ଆତ୍ମା ମାନେ ପୁନର୍ଜନ୍ମରେ ଆସୁଛନ୍ତି। ପରମାତ୍ମାଙ୍କ ପାଇଁ କୁହାଯାଏ ଜ୍ଞାନର ସାଗର, ଆନନ୍ଦର ସାଗର, ପବିତ୍ରତାର ସାଗର। ଦେବତାମାନଙ୍କୁ ଏହି ସ୍ୱର୍ଗର ସମ୍ପତ୍ତି କିଏ ଦେଲା? ବାବା ହିଁ ଦେଇଛନ୍ତି। ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ ଏହି ଦେବତାମାନଙ୍କ ଭଳି ଏବେ କେହି ବି ନାହାନ୍ତି। ସେମାନଙ୍କୁ ଏହି ସମ୍ପତ୍ତି କିପରି ମିଳିଲା, ଏହି କଥା କାହାକୁ ଜଣା ନାହିଁ। ବାବା ହିଁ ଆସି ବୁଝାଉଛନ୍ତି। ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି। ସିଏ ଏହି ସମୟରେ ଆସି ଜ୍ଞାନ ଦେଉଛନ୍ତି। ଭବିଷ୍ୟତରେ ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ। ତାପରେ ଭକ୍ତି ଆରମ୍ଭ ହେବ। ତାକୁ ଜ୍ଞାନ କୁହାଯିବ ନାହିଁ। ଜ୍ଞାନ ଦ୍ୱାରା ତ ସଦ୍ଗତି ହୋଇଥାଏ। ଯେତେବେଳେ ଦୁର୍ଗତି ହେବ, ସେତେବେଳେ ଯାଇ ସମସ୍ତଙ୍କର ସଦ୍ଗତି ଦାତା ଜ୍ଞାନର ସାଗର ଆସିବେ। ବାବା ହିଁ ଆସି ଜ୍ଞାନର ସ୍ନାନ କରାଉଛନ୍ତି। ତାହା ତ ପାଣିର ସ୍ନାନ ଅଟେ। ତାହା ଦ୍ୱାରା ସଦ୍ଗତି ହୋଇପାରିବ ନାହିଁ। ଏହି ଅଳ୍ପ କିଛି କଥାକୁ ହିଁ ଧାରଣ କରିବା ଦରକାର। ଯେଉଁଗୁଡ଼ିକ ଭଲ ଭଲ ମୁଖ୍ୟ ଚିତ୍ର ରହିଛି, ସେଗୁଡ଼ିକ ବଡ଼ ବଡ଼ ଆକାରରେ ତିଆରି ହେବା ଦରକାର, ଯାହାଦ୍ୱାରା କେହି ଭଲ ଭାବରେ ବୁଝିପାରିବ। ଲେଖାଗୁଡ଼ିକ ମଧ୍ୟ ବହୁତ ଭଲ ହେବା ଦରକାର। ଚିତ୍ର ତିଆରି କରିଲା ବାଲାଙ୍କୁ ଏହି କଥା ବୁଦ୍ଧିରେ ରଖିବା ଉଚିତ। ଯଦି କାହାକୁ ବି ନିମନ୍ତ୍ରଣ ଦେଇ ଡାକିବାର ଅଛି, ତେବେ ଲେଖିଦିଅ ଯେ ଏଠାକୁ ଆସି ପରମପିତା ପରମାତ୍ମାଙ୍କର ପରିଚୟ ପ୍ରାପ୍ତ କର ଏବଂ ଭବିଷ୍ୟତ 21 ଜନ୍ମ ପାଇଁ ବାବାଙ୍କ ଠାରୁ ସମ୍ପତ୍ତି ନିଅ। ଭାଇମାନେ, ଭଉଣୀମାନେ, ପାରଲୌକିକ ପିତାଙ୍କ ଠାରୁ ବେହଦ ସୁଖର ସ୍ୱରାଜ୍ୟ କିପରି ମିଳୁଛି, ତାହା ଆସି ବୁଝ। ବେହଦ ବାବାଙ୍କ ଠାରୁ ସମ୍ପତ୍ତି ନେବା ଶିଖ। ଏଥିରେ ଡରିବାର ତ କିଛି ନାହିଁ। ସମସ୍ତେ ଡାକି ଚାଲିଛନ୍ତି, ହେ ପତିତ ପାବନ ଆସ। ବାବା ମଧ୍ୟ କହୁଛନ୍ତି, କାମ ବିକାର ମହାଶତ୍ରୁ ଅଟେ। ପବିତ୍ର ଦୁନିଆକୁ ଯିବାକୁ ହେଲେ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ପତିତ ସେମାନଙ୍କୁ କୁହାଯାଏ ଯେଉଁମାନେ ବିକାରରୁ ଜନ୍ମ ନେଇଥାନ୍ତି। ସତ୍ୟଯୁଗ ତ୍ରେତା ଯୁଗରେ ବିଶ୍ୱ ବିକାର ନଥାଏ। ତାକୁ ହିଁ କୁହାଯାଏ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। କୌଣସି ବିକାର ହିଁ ନଥାଏ। ତେବେ ଏସବୁ ତୁମେ କାହିଁକି ପଚାରୁଛ? ସେଠାରେ ସନ୍ତାନ କିପରି ଜନ୍ମ ହେବେ? ତୁମେ ପ୍ରଥମେ ନିର୍ବିକାରିତ ହୁଅ। ସନ୍ତାନ ଯେପରି ହେବାର ଥିବ, ସେହିପରି ହେବ। ତୁମେ ଏସବୁ କଥା କାହିଁକି ପଚାରୁଛ? ତୁମେ ବାବାଙ୍କୁ ମନେ ପକାଅ, ତେବେ ତୁମର ଜନ୍ମ ଜନ୍ମାନ୍ତରର ବିକର୍ମ ବିନାଶ ହୋଇଯିବ। ଏହା ହେଉଛି ପାପାତ୍ମା ମାନଙ୍କର ଦୁନିଆ। ତାହା ହେଲା ପୁଣ୍ୟ ଆତ୍ମାଙ୍କର ଦୁନିଆ। ଏହି କଥା ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ। ଭକ୍ତିର ଫଳ ଭଗବାନ ଆସି ଦେଉଛନ୍ତି। ତାହା ହିଁ ସମସ୍ତଙ୍କର ସଦ୍ଗତି କରି
ସ୍ୱର୍ଗର ମାଲିକ କରୁଛନ୍ତି। ବାବା ହିଁ ସମସ୍ତଙ୍କର ସଦ୍ଗତି କରି ସ୍ୱର୍ଗର ମାଲିକ କରୁଛନ୍ତି। ବାବା କହୁଛନ୍ତି ଏବେ ପବିତ୍ର ହୁଅ, କେବଳ ମୋତେ ମନେ ପକାଅ। ଏହା ହେଉଛି ମହାମନ୍ତ୍ର। ବାବାଙ୍କ ଠାରୁ ନିଶ୍ଚିନ୍ତ ସମ୍ପତ୍ତି ମିଳିବ। ବାବା କହୁଛନ୍ତି ତୁମେ ମୋତେ ମନେ ପକାଅ, ତେବେ ତୁମେ ସତ୍ତ୍ୱ ପ୍ରଧାନ ହୋଇଯିବ। ତୁମକୁ ସିଡ଼ି ଚିତ୍ର ସମ୍ବନ୍ଧରେ ବୁଝାଇବାକୁ ହେବ। ଦିନକୁ ଦିନ ପ୍ରତ୍ୟେକ ଜିନିଷ ସୁଧୁରି ଚାଲିଛି, ଏଥିରେ ସ୍ପଷ୍ଟ ଭାବରେ ଲେଖିବା ଦରକାର। ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ଯେଉଁମାନେ ଏବେ ପବିତ୍ର ହେଉଛନ୍ତି, ସେହିମାନେ ହିଁ ପବିତ୍ର ଦୁନିଆକୁ ଆସିବେ। ଯେତେ ଶକ୍ତି ତୁମ ଭିତରେ ଭରପୁର ହେବ, ତୁମେ ସତ୍ୟ ଯୁଗରେ ସେତେ ପ୍ରଥମରୁ ଆସିବ। ସମସ୍ତେ ଏକାବେଳେ ତ ଆସିବେ ନାହିଁ। ଏହି କଥା ତ ଜାଣିଛ ଯେ ସତ୍ୟ ଯୁଗ ତ୍ରେତା ଯୁଗରେ ଦେବୀ ଦେବତା ବହୁତ ଅଳ୍ପ ଥାନ୍ତି, ପରେ ପୁଣି ବୃଦ୍ଧି ପ୍ରାପ୍ତ ହୁଅନ୍ତି। ପ୍ରଜା ତ ବହୁତ ଥିବେ। ଏହିସବୁ କଥା ବୁଝାଇଲା ବାଲା ମଧ୍ୟ ବହୁତ ବୁଦ୍ଧିମାନ ହେବା ଦରକାର। କୁହ, ବେହଦ ବାବାଙ୍କ ଠାରୁ ଆଶୀଷ ସମ୍ପତ୍ତି ନିଅ। ଯାହାକୁ ଡାକୁଛ ହେ ବାବା, ତାଙ୍କର ବାସ୍ତବିକ ନାମ ହିଁ ଶିବ ଅଟେ। ଈଶ୍ୱର ବା ପ୍ରଭୁ ଭଗବାନ କହିବା ଦ୍ୱାରା ଏ କଥା ବୁଝିପାରୁନାହାନ୍ତି ଯେ ସିଏ ଆମର ପିତା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି। ଶିବ ବାବା କହିବା ଦ୍ୱାରା ତାଙ୍କର ସମ୍ପତ୍ତି ମନେ ପଡ଼ୁଛି। ତାଙ୍କୁ କହୁଛନ୍ତି ଶିବ ପରମାତ୍ମାଏ ନମଃ। ତେବେ ପରମାତ୍ମାଙ୍କର ନାମ ତ କୁହ। ନାମ ରୂପଠାରୁ ଅଲଗା କୌଣସି ବସ୍ତୁ ହିଁ ନାହିଁ। ତାଙ୍କର ନାମ ତ ଶିବ ଅଟେ। କେବଳ ଶିବାୟ ନମଃ ମଧ୍ୟ କହିବାର ନାହିଁ। ଶିବ ପରମାତ୍ମାଏ ନମଃ କହିବା ଉଚିତ। ପ୍ରତ୍ୟେକ ଶବ୍ଦକୁ ବହୁତ ଭଲ ଭାବରେ ସ୍ପଷ୍ଟ କରି ବୁଝାଇବାକୁ ହେବ। ଶିବାୟ ନମଃ କହିବା ଦ୍ୱାରା ମଧ୍ୟ ପିତା ସମ୍ବନ୍ଧର ଖୁସି ଅନୁଭବ ହୁଏ ନାହିଁ। ମନୁଷ୍ୟମାନେ ନିଜ ପାଇଁ ସବୁ ନାମ ରଖି ଦେଇଛନ୍ତି। ତୁମେ ଜାଣିଛ, ମନୁଷ୍ୟକୁ କେବେ ଭଗବାନ କୁହାଯିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଏ। ରଚୟିତା ପିତା ତ ଜଣେ ମାତ୍ର ନିରାକାର ହିଁ ଅଟନ୍ତି। ଯେପରି ଲୌକିକ ପିତା ସନ୍ତାନମାନଙ୍କୁ ରଚନା କରୁଛନ୍ତି ଓ ସମ୍ପତ୍ତି ଦେଉଛନ୍ତି, ସେହିପରି ବେହଦର ପିତା ମଧ୍ୟ ସମ୍ପତ୍ତି ଦେଉଛନ୍ତି। ଭାରତକୁ ବିଶ୍ୱର ମାଲିକ କରୁଛନ୍ତି। ସାରା ଦୁନିଆର ପତିତ ପାବନ ଏକମାତ୍ର ବାବା ଅଟନ୍ତି। ଏହି କଥା କ'ଣ କାହାକୁ ମଧ୍ୟ ଜଣାଅଛି ଯେ ଆମର ଧର୍ମ ସ୍ଥାପକ ମଧ୍ୟ ଏହି ସମୟରେ ପତିତ ଅଟନ୍ତି, ଦେହରୂପୀ କବରର ଅଧୀନ ହୋଇଛନ୍ତି। ଏବେ ଦୁନିଆର ମହାବିନାଶ ସହିତ ସମସ୍ତଙ୍କର ଶେଷ ବିଚାର ହେବାର ସମୟ ଅଟେ। ବାବା ହିଁ ଆସି ସମସ୍ତଙ୍କୁ ଉଠାଇବେ। ମହାବିନାଶ ସମୟରେ ହିଁ ଭଗବାନ ଆସୁଛନ୍ତି। ସିଏ ହିଁ ଜ୍ଞାନର ସାଗର ଅଟନ୍ତି। ଲେଖା ହୋଇଛି, ସାଗରର ସନ୍ତାନମାନେ ଭସ୍ମୀଭୂତ ହୋଇଯାଇଥିଲେ, ଅର୍ଥାତ୍ କାମ ଅଗ୍ନିରେ ପତିତ କଳିଯୁଗୀ ହୋଇଯାଇଥିଲେ। ତେବେ ପୁଣି ସୁନ୍ଦର କିପରି ହେବେ? ବାବା କହୁଛନ୍ତି ଯୋଗର ଯାତ୍ରା ଦ୍ୱାରା। ଯୋଗ ଅକ୍ଷର କହିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ଯାଇ ଅନ୍ତମତି ସ୍ୱଗତି ହେବ। କେତେ ସହଜ ଭାବେ ବୁଝାଉଛନ୍ତି, ପୁଣି ବି ଏହି କଥା ବୁଦ୍ଧିରେ କାହିଁକି ଧାରଣା ହେଉନାହିଁ? ଦେହ ଅଭିମାନ ବହୁତ ରହିଛି, ସେଥିପାଇଁ ଧାରଣା ହେଉନାହିଁ। ବାବା ବହୁତ ଭଲ ଉପାୟ ଶୁଣାଉଛନ୍ତି।
ବେହଦର ବାବା ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି, ସିଏ ଆସି କ'ଣ କରିଥିଲେ? ଭାରତକୁ ସ୍ୱର୍ଗ କରିଥିଲେ। ବିନାଶ ସମ୍ପତ୍ତି ଲୌକିକ ପିତାଙ୍କ ଠାରୁ ଜନ୍ମ ଜନ୍ମାନ୍ତର ନେଇ ଆସିଛ। ଏବେ ବେହଦ ବାବାଙ୍କ ଠାରୁ 21 ଜନ୍ମ ପାଇଁ ବେହଦର ସମ୍ପତ୍ତି ନିଅ। ସତ୍ୟଯୁଗ ତ୍ରେତା ଯୁଗରେ ଦେବତାମାନେ ରାଜ୍ୟ କରୁଥିଲେ। ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ, ସେହିମାନେ ହିଁ ବୈଶ୍ୟବଂଶୀ ପୁଣି ଶୂଦ୍ରବଂଶୀ ହେଲେ। ସୋହମ୍ ଅକ୍ଷର ଲେଖିବା ଦ୍ୱାରା ପ୍ରମାଣିତ ହେଉଛି ଯେ ସେହିମାନେ ହିଁ ପୁନର୍ଜନ୍ମ ନେଉଛନ୍ତି, ବର୍ଣ୍ଣରେ ଆସୁଛନ୍ତି। ବାବା ତ ସମସ୍ତଙ୍କୁ ବୁଝାଉଛନ୍ତି। ତୁମେ ସମ୍ମୁଖରେ ବସିଛ, ତେଣୁ ଖୁସି ହେଉଛ। କାହାର ଭାଗ୍ୟରେ ନାହିଁ, ତେଣୁ ସେବା କରୁନାହାନ୍ତି। ଯଦି ସେବା କରିବ, ତେବେ ତୁମର ନାମ ବିଖ୍ୟାତ ହେବ। ସମସ୍ତେ କହିବେ, ବାବାଙ୍କର କନ୍ୟାମାନେ କେତେ ଯୋଗ୍ୟ, ସବୁ କାମ କରୁଛନ୍ତି, ଆମକୁ ସ୍ୱର୍ଗର ରାଜ୍ୟ ଭାଗ୍ୟର ସମ୍ପତ୍ତି ଦେଉଛନ୍ତି, ଏହି ଜ୍ଞାନ ରୂପୀ ସାମଗ୍ରୀ ମଧ୍ୟ ଦେଉଛନ୍ତି। ଏହି ଚିତ୍ର ଗୁଡ଼ିକ ଅନ୍ଧମାନଙ୍କ ପାଇଁ ଦର୍ପଣ ସଦୃଶ୍ୟ ଅଟେ। ଏଥିରେ ଯାଦୁର କିଛି କଥା ନାହିଁ, ପବିତ୍ରତାର କଥା ହିଁ ମୁଖ୍ୟ। ଭାବୁଛନ୍ତି ଏହା ଅନ୍ତିମ ଜନ୍ମ। ସ୍ୱର୍ଗକୁ ଯିବାକୁ ହେଲେ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ବିନାଶ ସମ୍ମୁଖରେ ଛିଡ଼ା ହୋଇଛି, ସେଥିପାଇଁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ସନ୍ନ୍ୟାସୀମାନେ ପବିତ୍ର ହେବା ପାଇଁ ଘରଦ୍ୱାର ଛାଡ଼ି ଦେଇଥାନ୍ତି। ବାବା କହୁଛନ୍ତି, ବିନାଶ ସମ୍ମୁଖରେ ଛିଡ଼ା ହୋଇଛି, ମୋତେ ମନେ ପକାଅ, ତେବେ ତୁମର ନୌକା ପାରି ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ୍ ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। धारणा के लिए मुख्य सार नंबर 1, विनाश पूर्वरु निजर सबुकिछि सफल करिबाकू हेब। एहा महाविनाशर समय, सेथिपाई पवित्र निश्चिंत हेबाकू पड़िब। नंबर 2, देहधारी मानक ठारू मोह तुटेई मोहजित हेबाकू पड़िब। देह अभिमान जहाँकि प्रथम नंबर शत्रु, ता उपरे विजय प्राप्त करिबाकू हेब। अन्य सबु संगकू तुटे एकमात्र बाबांक सहित बुद्धियोग जोड़िबाकू हेब। आज बाबार वरदान अछि, मनन शक्ति द्वारा शक्तिशाली होई विघ्नर शक्तकू समाप्त करुथिबा सर्व आकर्षण मुक्त हुओ। वर्तमान समय रे मनन शक्ति आधार रे आत्मा भितरे सर्वशक्ति को भरिबार आवश्यकता रही। सेथिपाई अंतर्मुखी होई प्रत्येक ज्ञान बिंदु उपरे मनन चिंतन कर, जहा द्वारा सेथिरु लहुणी बाहरिब, अर्थात ज्ञानर रहस्य गुड़ी को हृदयंगम करिपारिब एवं तुमे शक्तिशाली होइजिब। एही भली शक्तिशाली आत्मा माने ही अतीन्द्रिय सुखर प्राप्तिर अनुभूति करिथांती एवं सेमानको कौनसी भी अल्प कालर वस्तु निज आड़कू आकर्षित करिपारि नथाए। सेमानकर ज्ञान एवं योगरे मग्न रहिबार अवस्था द्वारा जो भली शक्तिशाली आत्माभिमानी स्थितिर निर्माण हुए, सेथिरे विघ्नर शक्ति समाप्त हो जाए। स्लोगान अछि, ब्राह्मण संसार रे समस्तंकर सम्मान प्राप्त करुथिबा आत्मा माने ही सिंहासन अधिकारी होइथांती। स्लोगान हैला,
ब्राह्मण संसार रे समस्तंकर सम्मान प्राप्त करुथिबा आत्मा माने ही सिंहासन अधिकारी होइतांती। अच्छा, ओम शांति।